ଅହଙ୍କାର ମୋଚନ। ଜଣେ ତରୁଣ ଗୌତମ ବୁଦ୍ଧଙ୍କ ପାଖରେ ଶିଷ୍ୟତ୍ୱ ଗ୍ରହଣ କଲା ପରେ ଦିନେ ତାଙ୍କୁ ପଚାରିଲା, ମହାଭାଗ, ମୋତେ ଲାଗୁଛି ସତେ ଯେମିତି ମୋତେ କେହି ଭଲ ପାଉନାହାନ୍ତି। ମୁଁ ଯାହା କହିବାକୁ ବା କରିବାକୁ ଚାହୁଁଛି ଅନ୍ୟମାନେ ତାର ବିରୋଧ କରୁଛନ୍ତି। ମୁଁ କ'ଣ କରିବି? ସେତିକିବେଳେ ଗୌତମ ବୁଦ୍ଧ ଏକ ବିଶାଳ ଅଶ୍ୱତ୍ଥ ବୃକ୍ଷ ମୂଳରେ ବସିଥିଲେ। ସମୟ ଥିଲା ସକାଳ। ମୃଦୁ ମନ୍ଦ ପବନ ବହୁଥିଲା। ଗଛର ପତ୍ରଗୁଡ଼ିକ ସତେ ଯେମିତି ଆନନ୍ଦରେ ନାଚୁଥିଲେ। ବୁଦ୍ଧ ଯୁବକଟିର ଧ୍ୟାନ ସେହି ପତ୍ରଗୁଡ଼ିକ ଆଡ଼କୁ ଟାଣି କହିଲେ, ପବନ ସହିତ ପତ୍ର କେମିତି ନାଚୁଛନ୍ତି ଦେଖୁଛ? ପବନ ବନ୍ଦ ହେଇଗଲେ ନାଚ ବନ୍ଦ ହେଇଯିବ। ଧରିନିଅ ଗୋଟେ ପତ୍ର ବିଚାର କଲା ଯେ ସେ ତା ନିଜ ଇଚ୍ଛାରେ ନାଚିବ ବା ସ୍ଥିର ରହିବ। ତାହେଲେ ସେ କ'ଣ କରିବ? ହେଇପାରେ ଯେତେବେଳେ ପବନ ବହିବ ସେ ସ୍ଥିର ରହିବାକୁ ଚେଷ୍ଟା କରିବ ବା ପବନ ସ୍ଥିର ଥିବା ବେଳେ ସେ ନାଚିବାକୁ ଉଦ୍ୟତ ହେବ। ତାର ଅର୍ଥ ପୁରା ବ୍ୟବସ୍ଥାର ବିପରୀତରେ ସେ ଯାଇପାରେ। ତାକୁ ଲାଗିପାରେ ସମସ୍ତେ ଯେମିତି ତାର ବିରୋଧରେ ନିୟୋଜିତ। ଏହାର କାରଣ କ'ଣ? ଏହାର କାରଣ ହେଉଛି ତାର ସ୍ୱତନ୍ତ୍ର ଇଚ୍ଛା ବା ଗୋଟେ ଶବ୍ଦରେ କହିଲେ ଅହଙ୍କାର। ସେମିତି ତୁମକୁ ମୋର ଉପଦେଶ, ତୁମେ ଅହଙ୍କାରକୁ ତ୍ୟାଗ କର। ଦେଖିବ ତୁମେ ପୁରା ବ୍ୟବସ୍ଥାର ଅଂଶ ହେଇଯାଇଛ। ତୁମ ପ୍ରତି କାହାର ବିରୋଧ ନାହିଁ। ତୁମେ ବି ପବନ ସହିତ ନାଚୁଛ। ଆଉ ଯଦି ଅହଙ୍କାରକୁ ଜାବୁଡ଼ି ଧର, ତୁମକୁ ଲାଗିବ ପୁରା ବ୍ୟବସ୍ଥା ତୁମକୁ ହିଁ ବାଧା ଦେବାକୁ ବଦ୍ଧପରିକର। ଏବେ ବୁଝିପାରିଲ ତ?